ବହିର ନାମ ଚେନ୍ନାଇ ଜହ୍ନ ଆଲୁଅ। ଲେଖିକା ସୃଷ୍ଟିଶ୍ରୀ ନାୟକ। ପଢ଼ି ଶୁଣାଉଛନ୍ତି ରାକ୍ଷୀ ଦାସ। ଆଜି ସବୁକିଛି ସହଜ ଓ ସୁନ୍ଦର ଲାଗୁଛି। ଅନେକ ଦିନ ପରେ ଆଜି ବୁକୁରେ ଉତ୍ତାପ ଭରିଛି। ନିଶ୍ୱାସରେ ସ୍ପନ୍ଦନ ଜାଗିଛି। ମନ ଭିତରେ ଫୁଲଫୁଟା ଅନୁଭବମାନେ ପୁଣି ଥରେ ହସି ଉଠିଛନ୍ତି। ଛାତି ଭିତରୁ ଦୀର୍ଘ ଦିନରୁ ବରଫ ଭଳି ଜମାଟ ବାନ୍ଧିଥିବା ଜଡ଼ତା ଟିକେ ଟିକେ କରି ତରଳିବାରେ ଲାଗିଛି। ବର୍ଷ ବର୍ଷର ଅନୁଭୂତି ବିହୀନ ଜୀବନ ସତେ ଯେପରି ମତେ ଚାବିଦିଆ କଣ୍ଢେଇଟିରେ ପରିଣତ କରିଥିଲା। ବାହ୍ୟ ନିର୍ଦ୍ଦେଶଗୁଡ଼ିକ ମାନି ମୁଁ ମୋର କାମ ଆଉ କର୍ତ୍ତବ୍ୟଗୁଡ଼ିକ ସୁଚାରୁରୂପେ ସମ୍ପାଦନ ତ କରୁଥିଲି, ହେଲେ ମନ ଭିତରୁ ଉତ୍ସାହ ମରି ମରି ଯାଉଥିଲା। ଅନୁପମଙ୍କ ସାହଚର୍ଯ୍ୟ ପାଇ ବି ମୁଁ ନିଜକୁ ନିଃସଙ୍ଗ ମନେ କରୁଥିଲି, ଅସହାୟ ମନେ କରୁଥିଲି। ଏଥିପାଇଁ ମୋ ମନରେ ଅସନ୍ତୋଷ ଆଉ ବିରକ୍ତି ଭାବ ବି ରହୁଥିଲା। ମାତ୍ର ଆଜି ସବୁକିଛି ବଦଳି ଯାଇଛି। ଆଜିଠୁ ଜୀବନ ଏକ ନୂତନ ମୋଡ଼ ନେବ ମୋର ଏଇଭଳି ମନେ ହେଉଛି। ଏକ ଗଭୀର ଉପଲବ୍ଧିର ଉପଚାର ମନ ଭିତରର ଅସନ୍ତୋଷମାନଙ୍କୁ ଧୀରେ ଧୀରେ ଶିଥିଳ କରିବାରେ ଲାଗିଛି। ଦୀର୍ଘଦିନର ଅନାବୃଷ୍ଟି ପରେ ହଠାତ୍ ଅସରାଏ ବର୍ଷା ହେଲା ପରେ ଯେପରି ଝାଉଁଳି ପଡ଼ିଥିବା ଗଛପତ୍ର ହସି ଉଠନ୍ତି, ଆଜି ମୁଁ ବି ଶୁଷ୍କ କାୟା ଭିତରୁ ଧୀରେ ଧୀରେ ପଲ୍ଲବୀ ଉଠୁଛି। ନିଜର ଏ ପରିବର୍ତ୍ତନରେ ମୁଁ ଖୁବ୍ ଖୁସି। ସେଥିପାଇଁ ମାସ ମାସରୁ ପୃଷ୍ଠା ପରିବର୍ତ୍ତନ ହୋଇନଥିବା କ୍ୟାଲେଣ୍ଡରର ଆଜି ପୃଷ୍ଠା ବଦଳି ଦେଇଛି। ଘରଟାକୁ ବି ନୂଆ ବୋହୂ ଭଳି ସଜାଇ ନିଜେ ଶାଢ଼ୀ ପିନ୍ଧି ବେଣୀରେ ଫୁଲ ଲଗାଇଛି। ମୁଁ ପିନ୍ଧିଥିବା ସବୁଜ ବୁଟପକା ଗୋଲାପୀ ରଙ୍ଗର ସିଲ୍କ ଶାଢ଼ୀଟି ଏତେ ଝଲମଲ କରୁଛି ଯେ ଘରକୁ ଫେରିବା ମାତ୍ରେ ଅନୁପମଙ୍କ ଦୃଷ୍ଟି ମୋ ଉପରେ ପଡ଼ିବ ଆଉ ସତତ ଲାଖି ରହିବ। ବିବାହ ବାର୍ଷିକୀରେ ସେ ଉପହାର ଦେଇଥିବା ମୋତିମାଳ ମୁଁ ପିନ୍ଧିଛି। ଏହା ଦେଖିବା ପରେ ତାଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠିବ, ଆଉ ସେ ଯେତେବେଳେ ମୋର ଆଜିର ଏ ଉଚ୍ଛନ୍ନ ଭାବ ସମ୍ପର୍କରେ ପଚାରିବେ, ମୁଁ ବାହାନା କରି ଆଡ଼େଇ ଯିବି ଆମର ଘନିଷ୍ଠ ହେବାର ଏକାନ୍ତ ମୁହୂର୍ତ୍ତ ଯାଏ। ରାତ୍ରି ଭୋଜନ ପାଇଁ ଆଜି ମୁଁ ନିଜ ହାତରେ ଅନୁପମଙ୍କ ମନପସନ୍ଦ ଖାଇବା ସବୁ ରାନ୍ଧିଛି। ଯେବେ ବି ମୁଁ ନିଜ ହାତରେ ରୋଷେଇ କରି ତାଙ୍କ ପାଖରେ ବସି ତାଙ୍କୁ ବଳେଇ ବଳେଇ ଖୁଆଏ, ଅନୁପମଙ୍କୁ ଖୁବ୍ ଭଲ ଲାଗେ। ମାତ୍ର ସବୁଦିନ ଏପରି ସୁଯୋଗ ବା କେଉଁଠି ମିଳେ? ସେ ବାହାରିବା ପୂର୍ବରୁ ମୁଁ ଡାକ୍ତରଖାନା ବାହାରିଯାଏ, ଆଉ ସେ ଅଫିସରୁ ଫେରିବା ପରେ ଫେରିଥାଏ। ଆଜି କିନ୍ତୁ ଅଧା ଦିନ ଛୁଟି ନେଇ ଆଗତୁରା ଚାଲି ଆସିଛି। ସବୁ କାମ ସରିବା ପରେ ହାତରେ ମାଗାଜିନଟିଏ ନେଇ ସୋଫା ଉପରେ ଆଉଜି ପଡ଼ିଲି। ହେଲେ ପଢ଼ିବାରେ ବି ମନ ଲାଗିଲାନି। ଆଜି କାହିଁକି ମନେ ପଡ଼ିଯାଉଥିଲା ଅନୁପମଙ୍କ ସହ ମୋର ପ୍ରଥମ ରାତିର ଅନୁଭୂତି। ପ୍ରଥମେ ମୁଁ ତାଙ୍କ ସ୍ପର୍ଶରେ କିପରି ସଙ୍କୁଚିତ ହୋଇପଡ଼ିଥିଲି, ହେଲେ ଧୀରେ ଧୀରେ ମୋର ସବୁକିଛି ଅନୁପମମୟ ହୋଇଗଲା। କ୍ରମଶଃ ମୁଁ ନିଜ ପାଖରୁ ବିସ୍ତୃତ ହୋଇଗଲି। ପରେ ପରେ ତାଙ୍କ 6 ଫୁଟିଆ ଦେହ ଭିତରେ ହିଁ ସୀମିତ ହୋଇ ରହିଗଲା ମୋର ସମଗ୍ର ଅସ୍ତିତ୍ୱ। ଆଉ ମୋର ସାରାଟା ପୃଥିବୀ ସାଉଁଟି ହୋଇ ଆସିଲା ଆମ ଦି'ଜଣଙ୍କ ଛୋଟିଆ ସଂସାରକୁ। ଆଜି ଆମ ଦି'ଜଣଙ୍କ ସଂସାରକୁ ତୃତୀୟ ଜଣଙ୍କର ଆଗମନୀର ସଂକେତ ମିଳିଛି। ତେଣୁ ଆଜି ମୁଁ ଖୁବ୍ ଖୁସି ଅଛି। ଝର୍କା ବାହାରେ ଥିବା ପଣସ ଗଛରେ ବସା ବାନ୍ଧିଥିବା ଅଚିହ୍ନା ଚଢ଼େଇ ଦମ୍ପତିଙ୍କ କିଚିରିମିଚିରି ଶବ୍ଦ ମୋ ଆନନ୍ଦକୁ ଦ୍ୱିଗୁଣିତ କରିଦେଉଛି। ମୁଁ ମୁଣ୍ଡ ବୁଲାଇ ଝର୍କା ଫାଙ୍କରୁ ସେମାନଙ୍କର କାଠିକୁଟାର ବସା ଆଡ଼କୁ ଚାହିଁଲି। ସେଇ ଛୋଟ ବସା ଭିତରେ ସରୁ ସରୁ ଥଣ୍ଟ ଥିବା 2ଟି କୁନି କୁନି ଶାବକ ଥିଲେ। ହଠାତ୍ ସେଇ ଶାବକମାନେ ଥଣ୍ଟ ଲମ୍ବେଇ ଦେଲେ ମା ଆଡ଼େ। ମା ଚଢ଼େଇଟି ସେମାନଙ୍କ ଥଣ୍ଟରେ ଆହାର ଦେଲା। ଏଭଳି ଏକ ଦୃଶ୍ୟ ଦେଖି ମୋ ମନ ଆନନ୍ଦରେ ପୂରି ଉଠିଲା। ଆଉ କିଛିଦିନ ପରେ ମୁଁ ବି ମୋ ଶିଶୁ ସନ୍ତାନ ମୁହଁରେ ଆହାର ଦେଇପାରିବି। ତାର ଲୁତ୍ପୁତ୍ ନରମ ଲହୁଣୀ ଗାଲରେ ବୋକ ଦେଇ ମୁଁ ମୋ ଜୀବନର ସବୁ ଅପ୍ରାପ୍ତି ଅବଶୋଷ ଭୁଲି ଯାଇପାରିବି। ତାକୁ ମୁଁ ନିଜ 2 ହାତରେ ମାଠି ମୁଠି ଗଢ଼ିବି। ଆଜି ମୁଁ ଅସୀମ ଆଗ୍ରହରେ ଅନୁପମଙ୍କ ଅଫିସ ଫେରନ୍ତା ବାଟକୁ ଚାହିଁ ବସିଛି। ଖୁବ୍ ଶୀଘ୍ର ମୁଁ ତାଙ୍କୁ ଏ ସୁଖବରଟି ଜଣାଇବି ଆମ ଘନିଷ୍ଠ ହେବାର ଏକାନ୍ତ ମୁହୂର୍ତ୍ତରେ। ଆମର ପ୍ରଥମ ସନ୍ତାନର ଆଗମନୀ ସମ୍ବାଦ ଶୁଣି ଅନୁପମ ଆନନ୍ଦରେ ବିହ୍ୱଳ ହେଇ ମୋର ସାରାଟା ମୁହଁ ଚୁମାରେ ଛାଇଦେଲେ। ଅନୁପମଙ୍କ ଏ ଧରଣର ବିଭୋରତା ମୁଁ ପୂର୍ବରୁ କେବେ ଦେଖିନଥିଲି। ସେ Sample complete. Ready to continue?